ପିଲାଦିନର ସ୍ମୃତି ବହୁତ କିଛି ଅଭୁଲା ଥାଏ। କାହିଁକିନା ସେ ସ୍ମୃତିକି କେହି କେବେ ଭୁଲି ପାରେନା। ଯେତେବେଳେ ଆମେ ଛୋଟ ଥିଲୁ ବହୁତ ଖୁସି ଲାଗେ ଯେତେବେଳେ ଆମର ଜନ୍ମଦିନ ଆସେ। କାହିଁକିନା ସେଦିନ ବହୁତ ସକାଳୁ ନିଦ ଭାଙ୍ଗିଯାଏ। କାହିଁକିନା ନୂଆ ଡ୍ରେସ୍ ପିନ୍ଧିବାର ଥାଏ। ବାପା ମିଠା ଆଣିଥାନ୍ତି, ଘରେ ମା ପିଠା ତରକାରୀ କରିଥାନ୍ତି, ଘରେ ମା ପିଠା ତିଆରି କରିଦେବେ ଆଉ ମୁଁ ନେଇକି ଘରେ ଦେଇଦେବି। କେତେ ଖୁସି ଲାଗେ, କେତେ ଆନନ୍ଦ ଲାଗେ, ସାଙ୍ଗସାଥିମାନେ ଆସିବେ। ସେ ସମୟର ଖୁସି ଏ ସମୟରେ କାହିଁ ହଜିଯାଇଛି ଯେମିତି। ଛାଡ଼, ମୁଁ ଆଜି ଜନ୍ମଦିନ କଥା କାହିଁକି କହିଲି, କାହିଁକିନା ଗୁଡୁ ସାଙ୍ଗର ଆଜି ଜନ୍ମଦିନ ଥିଲା। ତାଙ୍କ ବାପା ଆଜି ମନ୍ଦିରରୁ ଅଭଡ଼ା ଆଣିକି ଦେଇଥିଲେ। ଦେଖନ୍ତୁ, ଅଭଡ଼ା ଅଭଡ଼ା କାହାକୁ କାହାକୁ ଭଲ ଲାଗେ। ଅଭଡ଼ା ତ ସମସ୍ତଙ୍କ ପାଇଁ ପ୍ରିୟ ଅଟେ, କାରଣ ଅମୃତ ପରିକା ଲାଗେ ସିଏ। ଆଉ ବହୁତ ସୁନ୍ଦର ବାସ୍ନା ତା'ର, ପେଟ ପୁରିଯାଏ ଅଭଡ଼ାକୁ ଦେଖିଦେଲେ। ଦେଖନ୍ତୁ, ଅରୁଆ ଡାଲମା, ଖଟା, ଓଉ ଖଟା, ପୋଟଳ କୁରୁମା ଆଉ ବେସର ବହୁତ ସୁନ୍ଦର ଲାଗୁଥିଲା ଖାଇବା ପାଇଁ। ଆଉ କାହାକୁ କାହାକୁ ଭଲ ଲାଗେ ମୋତେ କମେଣ୍ଟ କରି କହିବ।